মাতা গাভী ভূমি তিনি জননী রক্ষন্তি মানব প্রাণ ରଖନ୍ତି ମାନବ ପ୍ରାଣ। ତାଙ୍କ ସେବା ପୂଜା ଅରଚନାରେ ତ ତାଙ୍କ ସେବା ପୂଜା ଅରଚନାରେ ସଭିଏ ଢାଳିବା ପ୍ରାଣ ସଭିଏ ଢାଳିବା ପ୍ରାଣ। କିରେ ଇଏ କଣ ତାକୁ ହିନ୍ଦୀ କଣ ପକେଇଲା? ପାଲା ନଥାଏ ସେ ଭାଉଜକୁ ନେଇକିରି ହିନ୍ଦୀ ସିନେମା ଦେଖିବାକୁ ଯାଏ ଆଉ ଦିନେ ଫେରିଲା ବେଳକୁ ଡକାୟତ ହାବୁଡରେ ପଡିଲେ ସେ ତା ସ୍ତ୍ରୀ କି ନେଇ କୁଆଡେ ତୋର ଏତେ ମୁଣ୍ଡ ଖେଳୁଛୁ ତୁ ଯାଜପୁରିଆ ଲୋକ ମହା ଚାଲାକ ମିଛରେ ଆମକୁ ସିନିୟର ସିଟିଜେନ କହିକିରି ବସରେ ମାଗୁଛି କମ ପଇସା ସେ ବସ ବାଲା ତ କହିଲା ଆଧାର କାର୍ଡ ଦେଖା ସେଠି ଆଉ ଯାଜପୁର ବୁଦ୍ଧି କାମ କଲାନି ମତେ ଜଗତସିଂହପୁର ପଚାରିଲା ଆଉ ତୁମ ଆଧାର କାର୍ଡ ତୁମେ ଦେଖେଇବ ନା ଆମକୁ ସାଡକୁ ବୁଦ୍ଧି କାହା ଦରକାର ଆମେ ଜାଣିଛୁ ଏଇଗୁଡି ବାପା ଏଗୁଡା ସବୁ କାଟିଦବ ଯାଜପୁର ଗଲେ ମୁଁ ପାଲା କରିବାକୁ ମତେ ସେ ଖରାପ ଭାବିବେ ପ୍ରତ୍ୟୁତ୍ପନ୍ନମତି କଟକ କେନ୍ଦ୍ରାପଡା ଯାଜପୁର ତା ମାନେ କଣ ଆଉ ସମସ୍ତେ ଗଲୁ ଆମେ ଆମ ଜିଲ୍ଲାକୁ ଟେକିବା ତୁମେ ତୁମ ଜିଲ୍ଲାକୁ ଟେକିବ କଣ ପୁଅ ବୁଝୁଛୁ ଆମେ ସମସ୍ତେ ଓଡିଶାବାସୀ ଆମେ ଓଡିଶାର ପିଲା କିନ୍ତୁ ତୁ ଅବିର କୁକୁରକୁ ଦେଖି ଡରୁଛୁ ଅସ୍ୱୀକାର କିଏ କରିପାରିବ ଶୁଣୁ ଗୋଟିଏ କଥା କହିଦେଇ ଯାଉଛି ଇଏ ଦୁନିଆରେ 3 ପ୍ରକାର ମଣିଷ ଅମର 3 ପ୍ରକାର ନା 4 ପ୍ରକାର ତୋର କେତେଟା ଦରକାର କେଉଁମାନେ ମରିକିରି ଅମର ଲେଖିଲେ ମାନସିକି କବି କଳାକାର ଭକତ ଦେଶ ସେବକ ଚାରି ସେବକ ଚାରିରେ ମାନସ ଦେଶ ସେବକ ଚାରି ଏମାନେ ଅଟନ୍ତି ଅମର ଶାସ୍ତ୍ର କହେବି ଚାରି। ମୁଁ ଆଜି ତୋତେ ଆହୁରି 20 ଟଙ୍କା ଦେବି ମୁଁ ଜାଣିକିରି 3 ଜଣ କହୁଥିଲି ତୁ ଧରି ପକେଇଲୁ 4 ଜଣ ଗେଡୁଆରେ କଣ କିରେ ଏଟା ମୂର୍ଖୁଡେ କିରେ ତୁ ଶୁଣୁ କବି ଅମର ସାରଳା ଦାସ ଗଲେଣି ଆଜ୍ଞା ସାରଳା ଦାସ ବଞ୍ଚିଛନ୍ତି ଯୋଉ ସାଂସ୍କୃତିକ ପରିଷଦ ତିଆରି ହେଇଛି ଜିଲ୍ଲାରେ ସାରଳା ଦାସଙ୍କ ନାଁରେ ନା ନାଇଁ ଆଜ୍ଞା ସାରଳା ଦାସ ଗଲେଣି ଭଞ୍ଜ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ମିଶିଗଲେ ସୁଦ୍ଧା ତାଙ୍କ କୀର୍ତ୍ତି ଭାତି ଯଶ ତାଙ୍କୁ ବଞ୍ଚେଇଛି କବି ଅମର ଆମେ ପାରାପାରା କହୁଛୁ ସାରଳା ଦାସ ଭଞ୍ଜ ଦୀନକୃଷ୍ଣ ଯଦୁମଣି ଅଭିମନ୍ୟୁ କାଳିଦାସ ଏମାନେ ଗଲେଣି ତାଙ୍କ ଲେଖା ଆଜି ତାଙ୍କୁ ବଞ୍ଚେଇଛି କବି ଅମର କଳାକାର ଅମର କେଡେ କେଡେ ବଡ ବଡ ଗାୟକ ଗଲେଣି ଅର୍ଜୁନ ଦାସ ଚାଲିଗଲେଣି ହେ ପୁଅ ଚାଲିଗଲେଣି ଚାଲିଗଲେ ଆପଣଙ୍କର ବୈଷ୍ଣବ ପ୍ରଧାନ ଚାଲିଗଲେ ଆପଣଙ୍କର ହରିନାଥ ନିରଞ୍ଜନକର ଚାଲିଗଲେ ଆପଣ ମାନଙ୍କର ଲୋକନାଥକର ବିଶ୍ୱନାଥ ପଟ୍ଟଦର୍ଶୀ ମାର୍କଣ୍ଡେୟ ବାହିନୀପତି ଭ୍ରମର ବର ମହାରଣା ଚାଲିଗଲେ ବଳଭଦ୍ର ପଣ୍ଡା ଚାଲିଗଲେ ଯୁବ ପ୍ରତିଭା ମଧ୍ୟାହ୍ନ ସୂର୍ଯ୍ୟ ପ୍ରଭାତ ସାହୁ ତୁ ଚାହିଁଲେ ମୁଁ ଯିବି ନା ମୁଁ ଚାହିଁଲେ ମୁଁ ବଞ୍ଚି ପାରିବି ଗେଡୁଆ କବି ଅମର କଳାକାର ଅମର ଦେଶ ସେବାକାରୀ ଅମର ବାଜିଆ ଧରମା ନାହାନ୍ତି ଏ ଦେଶେ ଜାତି ଇତିହାସ କୀର୍ତ୍ତି ଆଜି ପୁଅ ବାଜି ରାଉତ ଭୁବନ ଅଞ୍ଚଳ ଭୁବନ ଗୋଟେ ଗାଁ ଏସିଆ ମହାଦେଶରେ ବଡ ଗାଁ ଗୋଟିଏ ଗାଁ ଗୋଟେ ବ୍ଲକ ଓଡିଶା ଓଡିଶା ଭାରତ ଚୀନ ପାକିସ୍ତାନ ଆଫଗାନିସ୍ତାନ ବାଂଲାଦେଶ ଶ୍ରୀଲଙ୍କା କଣ ପୁଅ ବୁଝୁଛୁ ଏମିତି କେତେକୁ ନେଇକି ଯୋଉ ଏସିଆ ମହାଦେଶ ଏ ଚୀନ ଆଖି ଦେଖଉଛି ଭାରତକୁ ପାଣ୍ଡବ ମାନେ ଶାସନ କଲା ବେଳେ ପାଦ ଚଟା ହେଇଥିଲା ପାଦ ସାକୁଥିଲା
ସାଡ଼କୁ ଯିବିନି ପଣ୍ଡିତ। ତାହେଲେ ବାଜିରାଉତ ମରିକିରି ଅମର। ବାଜିରାଉତ ମରିକିରି ଅମର, କବି ଅମର, କଳାକାର ଅମର, ଦେଶ ସେବାକାରୀ ଅମର। କଣ ପୁଅ ବୁଝୁଛୁ? ଭକ୍ତ ଅମର, ସାଡ଼କୁ ଯିବି ନାହିଁ। ଯଶୋଦାଙ୍କଠୁ କ୍ଷୀର ଖାଇଥିଲେ କୃଷ୍ଣ, କ୍ଷୀର ଖାଇଲେ ରାଧା, ତେଣୁ ରାଧା କୃଷ୍ଣ ହିସାବରେ କଣ ହେବେ? ହେବେ ନାଇଁ। ସେମିତି ଆଉ ଗୋଟେ ରାତି ହେଲେ ମା ପୁଅ ହେବେ, ସ୍ୱାମୀ ସ୍ତ୍ରୀ। ତାହେଲେ ଭାଇ ଭଉଣୀ ଯଦି ପୂଜା କାହିଁ ପାଉଛନ୍ତି ନା ରାଧା ହେଲେ ଜୀବ, କୃଷ୍ଣ ହେଲେ ପରମ। ଜଗନ୍ନାଥ ହେଲେ ରାଧା କୃଷ୍ଣଙ୍କର ମିଳନାତ୍ମକ ବିଗ୍ରହ। ଆପଣଙ୍କର ଶଙ୍କରାଚାର୍ଯ୍ୟ ଲେଖିନାହାନ୍ତି ପରମ ବ୍ରହ୍ମ ବିଦ୍ୟକୁ ବଳୟ ଦଳତ ଫୁଲ ନିବାସୀ ନୀଳାଦ୍ରୌ ନିହିତ ଚରଣନନ୍ତ ଶିରାସି ରସାନନ୍ଦ ରାଧା ସରସ ବପୁରା ଲିଙ୍ଗନ ଜଗନ୍ନାଥ ସ୍ୱାମୀ ନୟନ ପଥ ଭବ ତୁମେ। ରସାନନ୍ଦ ରାଧା ସରସ ଆନନ୍ଦରେ ବପୁ ଶରୀର ଆଲିଙ୍ଗନ କରିଛନ୍ତି। ସେଇଥିପାଇଁ ହାରିଦାସ କହିଲେ ଜଗନ୍ନାଥଙ୍କର ମୁହଁ କଳା ଦେହ ଗୋରା। କାହିଁକି ନା ଗୌରବର୍ଣ୍ଣା ରାଧା କଳା ରଙ୍ଗର ଜଗନ୍ନାଥଙ୍କୁ ଆଲିଙ୍ଗନ କରିଥିବାରୁ ଜଗନ୍ନାଥଙ୍କ ମୁହଁ କାଳିଆ ଦେହ ଧଳା। ଜଗନ୍ନାଥ ହେଲେ ରାଧା କୃଷ୍ଣଙ୍କର ମିଳନାତ୍ମକ ବିଗ୍ରହ। ଗୋପ ତରୁଣୀ କ୍ଷୀର ଦେଲା ବେଳେ ଯଶୋମତୀ ଝିଅକୁ ଗୋପ ତରୁଣୀ ଥିଲେ। ତେଣୁ ରାଧାକୃଷ୍ଣ ଭାଇ ଭଉଣୀ ଆଜି ଆମେ ସମାଧାନ ଦେଲେ। ମା ପୁଅ ସ୍ୱାମୀ ସ୍ତ୍ରୀ ଏସବୁ ହିସାବ କରିବାକୁ ଗଲେ ଆହୁରି ଅଧିକ। ଭଗବାନଙ୍କର ରୂପକୁ ଆମେ ତିଆରି କରିଛେ। ବର୍ତ୍ତମାନ ଯିଏ ଗଣେଶ ମୂର୍ତ୍ତି କରୁଛନ୍ତି ଆପଣ ତାଙ୍କୁ ପଚାରିବେ ଭାଇ ତୁମେ କଣ ଜୀବନ୍ତ ଗଣେଶଙ୍କୁ ଦେଖିଛ? ସେ ତ ଦେଖି ନାହାନ୍ତି। ମୂର୍ତ୍ତି କେମିତି କରୁଛନ୍ତି ନା ଗଣେଶଙ୍କର ରୂପ ବର୍ଣ୍ଣନା ହେଇଛି ପୁରାଣରେ, ସେଇ ଅନୁସାରେ ରୂପ କରାହେଲା। କୋଉ ଗଣେଶକୁ ଦେଖିଛୁ? ଚୁପ୍। ମୁତୁ ମକୁ ସଦା ଭଲ ପାଉଥିବି। ଆରେ ମୁଁ ଭାବିଥିଲି ମାନସିକ ପାଲା 3 ଘଣ୍ଟା ହବ, 3 ଘଣ୍ଟା 45 ମିନିଟ୍ ହେଲାଣି। ଆଉ ଏ ଗୀତ ବୋଲି ହେଲା ବେଳକୁ 4 ଘଣ୍ଟା ହେଇଛି। ଆଉ ସବୁ କଥା ଟଙ୍କା ଦରକାର ନାହିଁ, ସମ୍ମାନ ମଣିଷର ବଡ କଥା। ସେ କଳାକାର ଭାଇନା ପ୍ରମୋଦ ଭାଇନା କଳାକାର, କେତେ ଶିଷ୍ୟ ଅନେକ ତାଙ୍କର ଛାତ୍ର। ମୁଁ ଭଗବାନଙ୍କ ନିକଟରେ ନିବେଦନ କରୁଛି ଏ ଓମ୍ ପ୍ରକାଶ ତ୍ରିପାଠୀ ପରିବାର ଭିତରେ ଗୋଟେ ଯୋଗ୍ୟ ପୁତ୍ର ରୂପେ ପ୍ରତିଷ୍ଠା ଲାଭ କଲେ ମୋ କାନରେ ପଡିଲେ ମୁଁ ଖୁସି। ଭୁଲେଇ ନିଅ ବଳିଆର ଭୁଜ ବଢେଇ ଦିଅ। ସବୁ ଦମ୍ଭ ମୋର ଛଡେଇ ନିଅ। ଭକ୍ତ ନିବେଦନ କରୁଛି ଯେତେ ଗର୍ବ, ଯେତେ ଅହଙ୍କାର, ଯେତେ ଦମ୍ଭ ସବୁ ନେଇଯା, ତୋ ବଳିଆର ଭୁଜକୁ ପ୍ରସାରିତ କରି। ଭାଇନା କହିଲେ ମୋର ଝୁଲା ଗୋପୀନାଥ ହେଉଛନ୍ତି ସର୍ବସ୍ୱ। ମୁଁ ତାଙ୍କ ପାଖରେ ସମର୍ପିତ ହେଇଯାଇଛି। ଆଉ ଭାରି ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି। এই ଗୀତଟି ତାଙ୍କରି ପାଇଁ ମୋର ମନେ ପଡିଗଲା, ମୁଁ ଗାଉଛି। ଆପଣମାନେ ଖାଲି ଗୀତ ସଇଲା ପରେ ନନା ଆଶୀର୍ବାଦ କରିବେ, ହରିବୋଲ ଦବା, ଯିବା। ବଳିଆର ଭୁଜ ବଢେଇ ନିଅ, ସବୁ ଦମ୍ଭ ମୋର ଛଡେଇ ନିଅ। ବଳିଆର ଭୁଜ ବଢେଇ ଦିଅ, ସବୁ ଦମ୍ଭ ମୋର ଛଡେଇ ନିଅ। ମୁଁ ତୁମକୁ ସଦା ଭଲ ପାଉଥିବି, ମୁଁ ତୁମକୁ ସଦା ଭଲ ପାଉଥିବି। ପ୍ରଭୁ ମୁଁ ତୁମକୁ ସଦା ଭଲ ପାଉଥିବି, ମୁଁ ତୁମକୁ ସଦା ଭଲ ପାଉଥିବି। ଆଉ ସବୁ କଥା ଉଡେଇ ନିଅ, ବଳିଆର ଭୁଜ ବଢେଇ ନିଅ। ସବୁ ଦମ୍ଭ ମୋର ଛଡେଇ ନିଅ, ବଳିଆର ଭୁଜ ବଢେଇ ଦିଅ। ସବୁ ଦମ୍ଭ ମୋର ଛଡେଇ ନିଅ।
ଭାବୁଥାଇ ଯେବେ ହେବାକୁ କୁବେର ଭିକ୍ଷା ଝୁଲି ଦେଇ ସଜାଓ ଫକୀର ଭାବୁଥାଇ ଯେବେ ହେବାକୁ କୁବେର ପ୍ରଭୁ ଭିକ୍ଷା ଝୁଲି ଦେଇ ସଜାଅ ଫକୀର ଚାହୁଁଥାଇ ଯେବେ ଚାହୁଁଥାଇ ଯେବେ ଯିବାକୁ ବୈକୁଣ୍ଠ ଚାହୁଁଥାଇ ଯେବେ ଯିବାକୁ ବୈକୁଣ୍ଠ ପ୍ରଭୁ ଚାହୁଁଥାଇ ଯେବେ ଯିବାକୁ ବୈକୁଣ୍ଠ ଚାହୁଁଥାଇ ଯେବେ ଯିବାକୁ ବୈକୁଣ୍ଠ ନରକରେ ମୋତେ ଗଢ଼ି ଦିଅ ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ବଳିଆର ଭୁଜ ବଢ଼େଇ ଦିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ଚାହୁଁଥାଇ ଯେବେ ମାନ ସନମାନ ପାଦେ ପାଦେ ଭରି ଦିଅ ଅପମାନ ଚାହୁଁଥାଇ ଯେବେ ମାନ ସନମାନ ପାଦେ ପାଦେ ଭରି ଦିଅ ଅପମାନ ন জামি ধর্ম ন চমে প্রভৃতি ন জামি ধর্ম ন চমে নিভূতি ত্রয়ভৃতি কেশ হৃদে তিষ্ঠেন যথামি যুক্তস্মে তথা করোমি যথামি যুক্তস্মে তথা করোমি যথামি যুক্তস্মে তথা করবে প্রভু চাহুথাই যেবে মান সনমান পদে পদে ভরি দিও অপমান চাহুথাই যেবে মান সনমান মোর পাদে পাদে ভরি দিয় অপমান তুম শ্রী চরণ নীতি পূজুথিবি তুম শ্রী চরণ নীতি পূজুথিবি প্রভু তুম শ্রী চরণ নীতি পূজুথিবি তুম শ্রী চরণ নীতি পূজুথিবি সেবকরে মোতে গণি নিয় বড়িয়ার ভুজ বঢ়েই নিয় ସବୁ ଦମ୍ଭ ମୋର ଛଡ଼େଇ ନିଅ ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ତୁମେ ସୁନ୍ଦର ପରମ ଈଶ୍ୱର ତୁମ ପାଦ ପଦ୍ମେ କୋଟି ନମସ୍କାର ତୁମେ ସୁନ୍ଦର ପରମ ଈଶ୍ୱର ତୁମ ପାଦ ତଳେ କୋଟି ନମସ୍କାର গর্ব অভিমান হিংসা দেশ কাম গর্ব অভিমান হিংসা দেশ কাম মোর গর্ব অভিমান হিংসা দেশ কাম গর্ব অভিমান হিংসা দেশ কাম শরীরରୁ ମୋର କଢ଼େଇ ନିଅ ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ମୁଁ ତୁମକୁ ସଦା ଭଲ ପାଉଥିବି ମୁଁ ତୁମକୁ ସଦା ଭଲ ପାଉଥିବି ପ୍ରଭୁ ମୁଁ ତୁମକୁ ସଦା ଭଲ ପାଉଥିବି ମୁଁ ତୁମକୁ ସଦା ଭଲ ପାଉଥିବି ଆଉ ସବୁ କଥା ଭୁଲେଇ ନିଅ
ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ପ୍ରଭୁ ବଳିଆର ଭୁଜ ବଢ଼େଇ ନିଅ ସବୁ ଦମ୍ଭ ମୋର ଛଡ଼େଇ ନିଅ ବଳିଆର ଭୁଜ ବଢ଼େଇ ନିଅ ନରକରେ ମୋତେ ଗଡ଼େଇ ଦିଅ ଏ କ୍ଷଣ ଭଙ୍ଗୁର ଶରୀରକୁ ପାଇ ଭକ୍ତ ଆଜି ବଳିଆର ଭୁଜ ବଢ଼େଇ ନିଅ ସବୁ କଥା ପ୍ରଭୁଙ୍କ ପାଖେ କହିଦେଲା ହୋଇ ରାଜି ସବୁ ଦମ୍ଭ ମୋର ଛଡ଼େଇ ଧନ୍ୟବାଦ ଦଉଛି ଏ ଗୀତର ଯେହୁ ଗୀତିକାର ବଳିଆର ଆଉ ଧନ୍ୟବାଦ ଦେବି ଏ ଗୀତ ଯେ କରିଛନ୍ତି ସ୍ୱର ବଳିଆର ଭୁଜ ବଢ଼େଇ ତଥାପି ପିଲା ବାବୁଙ୍କୁ ମୁଁ ଦେଉଛି ଧନ୍ୟବାଦ ବଳିଆର ଭୁଜ ବଢ଼େଇ ନିଅ ପରିଷ୍କାର ରୂପେ ତୁମେ ଆଜି କହିଛ ଗୀତ ଶବ୍ଦ ସବୁ ଦମ୍ଭ ମୋର ଆଉ ଛଡ଼େଇ ଗୀତକୁ ବୁଝିଲେ ଭାବ ଏ ଆପେ ଆସିବ ଭାଇ ବଳିଆର ଭୁଜ ବଢ଼େଇ ଯେତେ ସ୍ୱର ଥିବ ପଣ୍ଡିତେ ଯଦି ଗୀତେ ଭାବ ନାହିଁ ସବୁ ଦମ୍ଭ ମୋର ଛଡ଼େଇ ଶ୍ରୋତାମାନଙ୍କ ଅନ୍ତରକୁ କେବେ ଦ୍ରବେଇ ପାରିବ ନାହିଁ ବଳିଆର ଭୁଜ ବଢ଼େଇ ନିଅ ଶେଷ ବେଳେ ପ୍ରଭୁଙ୍କ ପାଖରେ କରି ଆତ୍ମସମର୍ପଣ ବଳିଆର ଭୁଜ ବଢ଼େଇ ନିଅ ଯିବା ଆସିବା ବେଳରେ ସେ ଦୟା କରିବେ ନାରାୟଣ ସବୁ ଦମ୍ଭ ମୋର ଛଡ଼େଇ ଆସିଛୁ ଏକା ଧନ ତୁହି ଯିବୁ ଦିନେ ଏକା ବଳିଆର ଭୁଜ କେହି ବଢ଼େଇ ଯିବେନି ତୋ ପାଶେ କେବଳ ଧର୍ମ ହେବ ସଖା ସବୁ ଦମ୍ଭ ମୋର ଛଡ଼େଇ ନିଅ ଗଲା ବେଳେ ଦାସ ପୁଅ ଏବେ ଝୁଲା ଗୋପୀନାଥଙ୍କ ପାଦରେ କରୁଛି ଅଳି ସବୁ ବଳିଆର ଭୁଜ ବଢ଼େଇ ନିଅ ତ୍ରିପାଠୀ ପରିବାର ବନ୍ଧୁ ବର୍ଗ ଭକ୍ତ ମାନଙ୍କୁ ଦୟା କରିବେ ବନମାଳୀ ସବୁ ଦମ୍ଭ ମୋର ଛଡ଼େଇ ଓಂ ନିଅ ପ୍ରକାଶକୁ ନାରାୟଣ କରିବେ କଲ୍ୟାଣ ବଳିଆର ଭୁଜ ବଢ଼େଇ ନିଅ ଯୋଗ୍ୟ ପୁତ୍ର ରୂପେ ପ୍ରତିଷ୍ଠା କରିବେ ନାରାୟଣ ବଳିଆର ଭୁଜ ବଢ଼େଇ ପିତା ମାତା ଜେଜେ ଆଇ ସବୁ ମାମୁଁ ମାଟୁଳ ଆଦି ଯେତେ ବଂଶଧର ବନ୍ଧୁଗଣ ବଳିଆର ଭୁଜ ବଢ଼େଇ ଯୋଗ୍ୟ ହେଲେ ଆନନ୍ଦ ହୋଇବ ବାବୁ ମାନଙ୍କର ମନ ବଳିଆର ଭୁଜ ବଢ଼େଇ ନିଅ ସମସ୍ତଙ୍କୁ ଦୟା କରିଥିବେ ସତ୍ୟ ନାରାୟଣ ସବୁ ଦମ୍ଭ ମୋର ଛଡ଼େଇ ନବଗ୍ରହ ଏକାଦଶ ଦା ଫଳଦା